ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 28 ତାରିଖ ରବିବାର। ଚାଲନ୍ତୁ ଜାଣିବା 10ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଲେ ଗୋଟିଏ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଚୀନାର ବିଦ୍ୟୁତ ପ୍ରକଳ୍ପକୁ ଭାରତର ମଞ୍ଜୁରୀ। ପହଲଗାମ ଆତଙ୍କ ଆକ୍ରମଣ 22 ଏପ୍ରିଲ 2025 ପରେ ଭାରତ କଡ଼ା ପଦକ୍ଷେପ। ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ଉପରେ ହୋଇଥିବା ଆହତ। ଅପରେସନ ସିନ୍ଦୁର ମାଧ୍ୟମରେ POK ଓ ପାକିସ୍ତାନର ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଥିଲା। ସିନ୍ଦୁର ଜଳ ଚୁକ୍ତିନାମା ସ୍ଥଗିତ ରଖିଥିବା ଭାରତ। ଜମ୍ମୁ ଓ କାଶ୍ମୀର ଦେଓଘର ଜିଲ୍ଲାରେ ଚେନାବ ନଦୀ ଉପରେ ପ୍ରକଳ୍ପ 260 ମେଗାୱାଟ ଦୋଲହସ୍ତୀ ବିଦ୍ୟୁତ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମନ୍ତ୍ରାଳୟ ଅଧୀନ EACର 39ତମ ବୈଠକରେ ପ୍ରକଳ୍ପ ସବୁଜ ସଂକେତ। ପ୍ରକଳ୍ପ ଖର୍ଚ୍ଚ ପ୍ରାୟ 3200 କୋଟି ଟଙ୍କା। ସିନ୍ଦୁର ଜଳ ଚୁକ୍ତି ସ୍ଥଗିତ ପରେ ପାକିସ୍ତାନ ଅସ୍ତବ୍ୟସ୍ତତା ପାଣି ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ନିବେଦନ। ବିଲାୱଲ ଭୁଟ୍ଟୋ ସହ ନେତାଙ୍କ ପରମାଣୁ ଧମକ। ଭାରତର ସ୍ପର୍ଶ ଅବସ୍ଥାନ ଆତଙ୍କବାଦକୁ ଜବାବ ମିଳିବା କଡ଼ା ପଦକ୍ଷେପରେ। ଜଳ ସୁରକ୍ଷା ଓ ଉନ୍ନତି ତିନୋଟିକୁ ନେଇ ଭାରତର ଦୃଢ଼ ନୀତି। ଚେନାବ ପ୍ରକଳ୍ପ ଭାରତ ଉଚ୍ଚ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦ ପ୍ରତି ଜିରୋ ଟଲରେନ୍ସ ଭାରତର ସ୍ପର୍ଶ ବାର୍ତ୍ତା। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା। ଅଲ୍ଲୁ ଅର୍ଜୁନଙ୍କ ସମେତ 23 ଜଣ ନାଁରେ ଚାର୍ଜସିଟ୍। ଚଳଚ୍ଚିତ୍ର ସ୍ପେଶାଲ ସିନ୍ ସମୟରେ ହୋଇଥିବା ଦଳାଚକଟା ମାମଲାରେ ହାଇଦ୍ରାବାଦ ପୋଲିସ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ସମୁଦାୟ 23 ଜଣଙ୍କୁ ଅଭିଯୁକ୍ତ କରିଛି। ଚିକୁପଲ୍ଲୀ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍ରେ ଅଲ୍ଲୁ ଅର୍ଜୁନଙ୍କୁ A11 ଭାବେ ନାମିତ କରାଯାଇଛି। ଏଥିସହ ସନ୍ଧ୍ୟା ଥିଏଟର ମାଲିକ A1 ଥିଏଟର ପରିଚାଳନା କମିଟି ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର ବ୍ୟକ୍ତିଗତ କର୍ମଚାରୀ ଏବଂ 8 ଜଣ ବାଉନ୍ସର ନାମ ମଧ୍ୟ ଏଥିରେ ରହିଛି। ପୋଲିସ ଏହି ଚାର୍ଜସିଟ୍ରେ ଦର୍ଶାଯାଇଛି ଯେ ସନ୍ଧ୍ୟା ଥିଏଟର ପରିଚାଳନା କମିଟି ଅବହେଳା ଯୋଗୁଁ ଏହି ଦଳାଚକଟା ଘଟିଛି। ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେବ ବୋଲି ଜାଣି ମଧ୍ୟ ଥିଏଟର କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ। ମାଲିକ ବିରୋଧରେ IPC ଧାରା 304A ଅଧୀନରେ ଅଭିଯୋଗ ଅଣାଯାଇଛି। ତଦନ୍ତକାରୀଙ୍କ ଅନୁଯାୟୀ ଭିଡ଼ର ଆଶଙ୍କା ଥାଇ ମଧ୍ୟ ଅଲ୍ଲୁ ଅର୍ଜୁନ ଥିଏଟରକୁ ଯାଇଥିବାରୁ ତାଙ୍କୁ ଜଣେ ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି। ରାଜନୀତିରେ ଆସିଛି ଏକ ଅପ୍ରତ୍ୟାଶିତ ମୋଡ଼। ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ARSSକୁ ପ୍ରଶଂସା କରିଛନ୍ତି। ଦିଗ୍ବିଜୟ ସିଂହ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ପୁରୁଣା ଧଳା ଫଟୋ ସେୟାର କରିଛନ୍ତି। ଫଟୋରେ ମୋଦି ଲାଲକୃଷ୍ଣ ଆଡବାଣୀଙ୍କ ପାଦ ପାଖରେ ଭୂମି ଉପରେ ବସିଥିବାର ଦେଖାଯାଉଛି। କ୍ୟାପସନରେ ଦିଗ୍ବିଜୟ ଲେଖିଛନ୍ତି, ARSS ତୃଣମୂଳ ସ୍ୱେଚ୍ଛାସେବକ ଓ ଜଣେ BJP କର୍ମୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ହେଉଛି ସଂଗଠନର ଶକ୍ତି। ଦିଗ୍ବିଜୟଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଭାରତର ମୁଖ୍ୟ ନିର୍ବାଚନ କମିଶନର 3 ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଆସନ୍ତାକାଲି ମୁଖ୍ୟ ନିର୍ବାଚନ କମିଶନର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବେ। ଓଡ଼ିଶାର ସଂସ୍କୃତି ଓ ଐତିହାସିକ ସମ୍ପର୍କରେ ଅବଗତ ହେବେ। ଏହି ଗସ୍ତକୁ ସାଂସ୍କୃତିକ ପରିଚୟମୂଳକ ଭ୍ରମଣ ଭାବେ ଦେଖାଯାଉଛି। ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା। ଆମ୍ବଲା ମାଲକାନଗିରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅମେର ଥାନା ଅନ୍ତର୍ଗତ ମୀରାପାଲି ଗାଁରେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପଶି ଆତ୍ମସମର୍ପଣ କରିଥିବା ଜଣେ ପୂର୍ବତନ ନକ୍ସଲଙ୍କୁ ପୋଲିସ ଇନଫର୍ମର ଭାବେ ଦର୍ଶାଇ ବୀଭତ୍ସ ହତ୍ୟା କରିଛନ୍ତି। ଗୋଟିଏ ପରେ ପୋଲିସର ଅପରେସନ ଜୋରଦାର ହେଉଥିବା ବେଳେ ଅନ୍ୟପଟେ ନକ୍ସଲ ହିଂସା ଜରିଆରେ ନିଜ ପରିସ୍ଥିତି ଜାହିର କରୁଥିବା ଅଭିଯୋଗ। ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ମୁକ୍ତକୁ ନେଇ ସମ୍ବଲପୁର ପଶ୍ଚିମବଙ୍ଗ ପୋଲିସ ଟିମ୍ କରିବେ ତଦନ୍ତ। ପଶ୍ଚିମବଙ୍ଗରେ ଜଣେ ଯୁବକ ପ୍ରବାସୀ ଶ୍ରମିକ ମୃତ୍ୟୁ ଘଟଣାରେ ଅଧିକ ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସର ଏକ ଦଳକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଓଡ଼ିଶାର ସମ୍ବଲପୁରକୁ ପଠାଇଛନ୍ତି। ଡିସେମ୍ବର 24 ତାରିଖରେ ଘଟିଥିବା ଏହି ଘଟଣା ବିବାଦ ସୃଷ୍ଟି କରିଛି ଏବଂ ଉଭୟ ରାଜ୍ୟର କର୍ତ୍ତୃପକ୍ଷଙ୍କ
ଦୃଷ୍ଟି ଆକର୍ଷଣ କରିଛି। ସମ୍ବଲପୁର ପୁଲିସ ଏହି ମାମଲାର ପୂର୍ବରୁ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ଏବଂ 30 ବର୍ଷୀୟ ଶ୍ରମିକଙ୍କ ମୃତ୍ୟୁ ନେଇ ଅଧିକ ତଦନ୍ତ ଜାରି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଏକ ସୈନ୍ୟ ଅପରାଧରେ ରୁଜୁ କରାଯାଇଛି। ତେଣୁ ପଶ୍ଚିମବଙ୍ଗରୁ ଏକ ପୁଲିସ ଦଳ ତଦନ୍ତ ପାଇଁ ଓଡ଼ିଶା ଯାଇଛନ୍ତି। ବିଜେପି ଶାସିତ ରାଜ୍ୟରେ ଘନ କୁହୁଡ଼ି ନେଇ 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଭାରତର ପାଣିପାଗ ବିଭାଗ ଶନିବାର ଦିନ ଏକ ୟେଲୋ ୱାର୍ଣ୍ଣିଂ ଜାରି କରିଛି। IMDର ପାଣିପାଗ ବୁଲେଟିନ ଅନୁଯାୟୀ ସୁନ୍ଦରଗଡ଼ କନ୍ଧମାଳ ଡିସେମ୍ବର 28 ତାରିଖ ସୁନ୍ଦରଗଡ଼ କନ୍ଧମାଳ କୋରାପୁଟ ଢେଙ୍କାନାଳ ଏବଂ ନୟାଗଡ଼ ଆଦି 5ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ। ଛତିଶଗଡ଼ ସୁନ୍ଦରଗଡ଼ ଖୋର୍ଦ୍ଧା ପୁରୀ ନୟାଗଡ଼ ଅନୁଗୁଳ ଢେଙ୍କାନାଳ କଟକ ମୟୂରଭଞ୍ଜ କେନ୍ଦୁଝର କନ୍ଧମାଳ କୋରାପୁଟ କଳାହାଣ୍ଡି ବଲାଙ୍ଗୀର ସୋନପୁର କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ମଧ୍ୟ ଧରଣର କୁହୁଡ଼ି ଅନୁଭୂତ ହେବା IMD ପୂର୍ବାତନ ଅନୁମାନ କରିଛି। ବାଂଲାଦେଶରେ ହିନ୍ଦୁକୁ ନିର୍ଯାତନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ। ବାଂଲାଦେଶର ଢାକାଠାରେ 18 ଡିସେମ୍ବରରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ଘଟଣା ସହ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଶନିବାର ଉଦୟଗିରି ସହରରେ ମଧ୍ୟ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଦେଖାଇବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ବଜରଙ୍ଗ ଦଳ ସଂଯୋଗ ତୁଞ୍ଜ ଓ ଆଶିଷ କାଣ୍ଡି ସହ ସଂଯୋଜକ ଇନ୍ଦ୍ର ନାୟକଙ୍କ ସାପ୍ତାହିକ ମିଳନ ପ୍ରମୁଖ ରବୀନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗ୍ୟା ମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର